আজি ମୁଁ ଆପଣଙ୍କୁ ଗୋଟିଏ ଓପନ୍ ଚ୍ୟାଲେଞ୍ଜ ଦେଉଛି। ଯଦି ଆପଣଙ୍କ ଭିତରେ ସତକୁ ସତ ସାହସ ଅଛି ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ଭିଡ଼ିଓର ଶେଷ ଭାଗରେ ମୁଁ ଆପଣଙ୍କ ମନ ସହିତ ମନୋବିଜ୍ଞାନର ଏମିତି ଏକ ଟାଇମ୍ ଟ୍ରାଭେଲ୍ ଘଟଣା ଘଟାଇବାକୁ ଯାଉଛି ଯାହାପରେ ଆପଣଙ୍କ ପୁରା ଦୁନିଆ ଏବଂ ଆପଣଙ୍କ ଭାଗ୍ୟ ସବୁଦିନ ପାଇଁ ବଦଳିଯିବ। ଯଦି ନିଜ ଭିତରେ ଥିବା ଦୁର୍ବଳ ମଣିଷକୁ ହରାଇବାର ଭୟ ଅଛି ତେବେ ଏହି ଭିଡ଼ିଓକୁ ଏବେ ହିଁ ବନ୍ଦ କରିଦିଅନ୍ତୁ। କିନ୍ତୁ ଯଦି ଜୀବନ ବଦଳାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ବ୍ରହ୍ମାଣ୍ଡର ଏହି ନିଷ୍ଠୁର ନିୟମକୁ ପ୍ରଥମେ ବୁଝନ୍ତୁ। ମହାକାଶର ଅନନ୍ତ ଅନ୍ଧକାର ଭିତରେ ଏକ ଅତି ନିଷ୍ଠୁର ଏବଂ ଚିରନ୍ତନ ନିୟମ ଲୁଚି ରହିଛି। ଯେତେବେଳେ ବ୍ରହ୍ମାଣ୍ଡର ଦୁଇଟି ବିଶାଳ ନକ୍ଷତ୍ର ପରସ୍ପର ନିକଟତର ହୁଅନ୍ତି ସେତେବେଳେ ଯେଉଁ ତାରାର ମାଧ୍ୟାକର୍ଷଣ ଶକ୍ତି ବା ଗ୍ରାଭିଟି ସବୁଠାରୁ ଅଧିକ ଥାଏ ସେ ଅନ୍ୟ ଦୁର୍ବଳ ତାରାଟିର ସ୍ଥିତ୍ୱକୁ ଟାଣି ନିଏ, ତାକୁ ନିଜ ଭିତରେ ବିଲୀନ କରିଦିଏ, ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ କରିଦିଏ। ଆମ ମଣିଷ ଜୀବନର ସାଇକୋଲୋଜି ଏବଂ ପ୍ରେମର ନିୟମ ମଧ୍ୟ ଏହି ବ୍ରହ୍ମାଣ୍ଡର ମାଧ୍ୟାକର୍ଷଣ ଶକ୍ତି ବା ଏହି ନିୟମ ସହିତ ସମାନ। ଯଦି ଆପଣ ଆଜି କାହା ପାଇଁ ପାଗଳ ହୋଇ ନିଜକୁ ହରାଇ ବାରମ୍ବାର ପ୍ରତ୍ୟାଖ୍ୟାନ ବା ରିଜେକ୍ଟ ହେଉଛନ୍ତି ତେବେ ଗୋଟିଏ କଥା ସ୍ପଷ୍ଟ ଭାବେ ବୁଝିଯାଆନ୍ତୁ, ଆପଣ ନିଜ ବ୍ୟକ୍ତିତ୍ୱର ସେହି ଗ୍ରାଭିଟିକୁ ସମ୍ପୂର୍ଣ୍ଣ ରୂପେ ହରାଇ ସାରିଛନ୍ତି। ଆଜି ନିଜକୁ ଏକାନ୍ତରେ ଏହି ପ୍ରଶ୍ନ ପଚାରନ୍ତୁ, ଏହି ବିଶାଳ ପୃଥିବୀରେ 800 କୋଟିରୁ ଅଧିକ ମଣିଷ ଅଛନ୍ତି, ତଥାପି ଆପଣଙ୍କର ଏହି ମୂଲ୍ୟବାନ ହୃଦୟ କେବଳ ସେହି ଗୋଟିଏ ବ୍ୟକ୍ତି ପାଇଁ କାହିଁକି କାନ୍ଦୁଛି? ଯିଏ ଆପଣଙ୍କୁ ଚାହୁଁନାହିଁ, ଯିଏ ଆପଣଙ୍କ ଉପସ୍ଥିତିର ମୂଲ୍ୟ ବୁଝିପାରୁନାହିଁ। ଆପଣ ନିଜର ସମୟ, ନିଜର ସ୍ୱାଭିମାନ, ନିଜର ସ୍ୱପ୍ନ ସବୁକିଛି ତାଙ୍କ ପାଦ ତଳେ ଉଜାଡ଼ି ଦେଲେ, କିନ୍ତୁ ପ୍ରତି ବଦଳରେ ଆପଣଙ୍କୁ କ'ଣ ମିଳିଲା? କେବଳ ନୀରବତା, ଅବହେଳା ଏବଂ ଛାତି ଭିତରେ ଗୁମୁରି କାନ୍ଦୁଥିବା ଏକ ଅସହ୍ୟ ମାନସିକ ଯନ୍ତ୍ରଣା। ଏହି ଭିଡ଼ିଓ କୌଣସି ଶସ୍ତା ସାନ୍ତ୍ୱନା ଦେଉଥିବା ପ୍ରେମ କାହାଣୀ ନୁହେଁ କିମ୍ବା ଆପଣଙ୍କୁ କନ୍ଦେଇବା ଭଳି କୌଣସି ଭାବପ୍ରବଣ ଭାଷଣ ନୁହେଁ। ଆଜି ମୁଁ ଆପଣଙ୍କ ସାମ୍ନାରେ ମନୋବିଜ୍ଞାନର ସେହି ତିନୋଟି ନିଷ୍ଠୁର ସତ୍ୟ ଏବଂ ହାଇ ଭ୍ୟାଲ୍ୟୁ ପର୍ସନାଲିଟିର ସେହି ଗୁପ୍ତ ରହସ୍ୟ ଖୋଲିବାକୁ ଯାଉଛି, ଯାହା ଶୁଣିଲେ ହୁଏତ ଆପଣଙ୍କର ଅହଙ୍କାରରେ ଶକ୍ତ ଆଘାତ ଲାଗିବ, କିନ୍ତୁ ମୋର ଗ୍ୟାରେଣ୍ଟି ଏହି ଭିଡ଼ିଓଟି ଶେଷ ହେବା ବେଳକୁ ଆପଣ ସେହି ପୁରୁଣା ଦୁର୍ବଳ ଏବଂ ନିଃସହାୟ ମଣିଷ ହୋଇ ରହିବେ ନାହିଁ। ଆଜି ଆପଣଙ୍କ ମାନସିକତାର ଏକ ନୂଆ ଏବଂ ଶକ୍ତିଶାଳୀ ଜନ୍ମ ହେବ। ପ୍ରିନ୍ସିପଲ, ଆମେ କାହିଁକି ସେହି ମଣିଷ ପଛରେ ଗୋଡ଼ାଉ? ଯେତେବେଳେ ଆମର ପ୍ରିୟ ମଣିଷଟି ଆମକୁ ଅଣଦେଖା କରେ ସେତେବେଳେ ସାଧାରଣତଃ ଆମେ ସବୁଠାରୁ ବଡ଼ ଭୁଲ କ'ଣ କରୁ ଜାଣିଛନ୍ତି? ଆମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁ। ଆମେ ଭିକ୍ଷୁକ ସାଜି ତାଙ୍କ ସାମ୍ନାରେ ଭଲ ପାଇବାର ଭିକ୍ଷା ମାଗୁ, କାନ୍ଦୁ ଏବଂ ନିଜର ସେଲ୍ଫ ରେସ୍ପେକ୍ଟ ବା ଆତ୍ମସମ୍ମାନକୁ ତାଙ୍କ ସାମ୍ନାରେ ବଳିଦାନ ଦେଇଦେଉ। ଆମେ ଭାବୁ ଯେ ଆମର ଲୁହ ଦେଖି ହୁଏତ ତାଙ୍କ ହୃଦୟ ତରଳିଯିବ, କିନ୍ତୁ ହ୍ୟୁମାନ୍ ସାଇକୋଲୋଜି ବା ମନୋବିଜ୍ଞାନ ଏହାର ସମ୍ପୂର୍ଣ୍ଣ ଓଲଟା କଥା କୁହେ। ସାଇକୋଲୋଜିର ଏକ ସାର୍ବଜନୀନ ନିୟମ ଅଛି ଯାହାକୁ କୁହାଯାଏ ଦ ସ୍କାରିଟି ପ୍ରିନ୍ସିପଲ। ଏହି ନିୟମ କହେ ମଣିଷର ମସ୍ତିଷ୍କ ସେହି ଜିନିଷକୁ ଅଧିକ ଅବହେଳା କରେ ଯାହା ତାକୁ ବିନା ପରିଶ୍ରମରେ, ବହୁ ଶସ୍ତାରେ ଏବଂ ପ୍ରଚୁର ପରିମାଣରେ ମିଳିଯାଏ। ଯେତେବେଳେ ଆପଣ କାହା ପାଇଁ 24 ଘଣ୍ଟା ଉପଲବ୍ଧ ବା ଆଭେଲେବଲ୍ ରହୁଛନ୍ତି, ତାଙ୍କର ଗୋଟିଏ ସାଧାରଣ ମେସେଜ କିମ୍ବା କଲ୍ ଆସିବା ମାତ୍ରେ ନିଜର ସବୁ କାମ ଛାଡ଼ି ଦୌଡ଼ି ଯାଉଛନ୍ତି, ସେତେବେଳେ ଆପଣ ଅଜାଣତରେ ନିଜର ମୂଲ୍ୟକୁ ତାଙ୍କ ଆଖିରେ ସମ୍ପୂର୍ଣ୍ଣ ଶୂନ୍ୟ କରିଦେଉଛନ୍ତି। ଗୋଟିଏ ଛୋଟ ଉଦାହରଣ ନେଇ ବୁଝିବା। ପୃଥିବୀରେ ସୁନା କିମ୍ବା ହୀରା ଏତେ ମୂଲ୍ୟବାନ କାହିଁକି? କାରଣ ତାହା ସହଜରେ ମିଳେ ନାହିଁ, ତାହା ସୀମିତ ଅଟେ। ଯେଉଁଦିନ ହୀରା ରାସ୍ତା କଡ଼ର ଗୋଡ଼ି ମାଟି ଭଳି ପ୍ରଚୁର ପରିମାଣରେ ମିଳିଯିବ ସେହିଦିନ କୌଣସି ବ୍ୟକ୍ତି ତାକୁ ଆଡ଼ ଆଖିରେ ମଧ୍ୟ ଚାହିଁବ ନାହିଁ। ଆପଣ ନିଜକୁ ସେହି ରାସ୍ତା କଡ଼ର ଗୋଡ଼ି କରିଦେଇଛନ୍ତି। ମନେ ରଖନ୍ତୁ, ପ୍ରେମ କେବେ ଭିକ୍ଷା ନୁହେଁ,
ପ୍ରେମ ହେଉଛି ସମାନ ସ୍ତରର ଦୁଇଟି ଶକ୍ତିଶାଳୀ ବ୍ୟକ୍ତିତ୍ୱର ମିଳନ, ଯେଉଁଠାରେ ଗୋଟିଏ ପଟୁ କେବଳ ସର୍ବସ୍ୱ ଉତ୍ସର୍ଗ କରାଯାଏ ଏବଂ ଅନ୍ୟ ପଟୁ କେବଳ ଅପମାନ ମିଳେ। ତାହା ପ୍ରେମ ନୁହେଁ, ତାହା ହେଉଛି ଏକ ମାନସିକ ପରାଧୀନତା, ଯାହାକୁ ସାଇକୋଲୋଜିରେ କୋଡପେଡେନ୍ସି କୁହାଯାଏ। ଏହା ଏକ ମାନସିକ ଜାଲ ଯେଉଁଥିରୁ ଆପଣଙ୍କୁ ବାହାରିବାକୁ ହିଁ ହେବ। ଯଦି ଆପଣଙ୍କର ସମସ୍ତ ଚେଷ୍ଟା, ସମସ୍ତ ଭଲ ପାଇବା ପରେ ବି ସେହି ମଣିଷର ହୃଦୟରେ ଆପଣଙ୍କ ପାଇଁ କୌଣସି ଆଦର ନାହିଁ, ତେବେ ଆଜି ଏହି ମୁହୂର୍ତ୍ତରେ ଗୋଟିଏ କଠୋର ନିଷ୍ପତ୍ତି ନିଅନ୍ତୁ। କୌଣସି ମାନସିକ ଡ୍ରାମା ନାହିଁ, କୌଣସି ଯୁକ୍ତିତର୍କ ନାହିଁ, ସିଧାସଳଖ ଏହି ସାଇକୋଲୋଜିକାଲ ମାଷ୍ଟର ଷ୍ଟ୍ରୋକ୍ ବ୍ୟବହାର କରନ୍ତୁ। ସମ୍ପୂର୍ଣ୍ଣ ନୀରବତା ଏବଂ ନିଜକୁ ଅଦୃଶ୍ୟ କରିଦେବା। ଆବସଲ୍ୟୁଟ୍ ସାଇଲେନ୍ସ ଆଣ୍ଡ କମ୍ପ୍ଲିଟ୍ ୱିଡ୍ରାଲ୍। ହଁ, ଆପଣ ଠିକ୍ ଶୁଣିଛନ୍ତି। କାଲିଠାରୁ ନୁହେଁ, ଆଜିଠାରୁ, ଏବେଠାରୁ। ନା ତାଙ୍କୁ କୌଣସି ମେସେଜ କରିବେ, ନା କୌଣସି କଲ୍ କରିବେ, ନା ତାଙ୍କର ସୋସିଆଲ ମିଡ଼ିଆ ପ୍ରୋଫାଇଲ ଉପରେ ଲୁଚି ଲୁଚି ନଜର ରଖିବେ। ନିଜକୁ ସମ୍ପୂର୍ଣ୍ଣ ରୂପେ ଗାୟବ କରିଦିଅନ୍ତୁ। ବ୍ରହ୍ମାଣ୍ଡରେ ଯେପରି ଗୋଟିଏ ବ୍ଲାକ୍ ହୋଲ୍ ଥାଏ, ଯିଏ ଆଲୋକକୁ ମଧ୍ୟ ନିଜ ଭିତରକୁ ଟାଣି ନିଏ, କିନ୍ତୁ ବାହାରକୁ କୌଣସି ପ୍ରତିକ୍ରିୟା ଦେଖାଏ ନାହିଁ। ଠିକ୍ ସେହିପରି ନିଜର ସମସ୍ତ ଭାବନା ଏବଂ ଶକ୍ତିକୁ ନିଜ ଭିତରକୁ ଆକର୍ଷିତ କରନ୍ତୁ। ତାଙ୍କୁ ବୁଝାଇବା ବନ୍ଦ କରିଦିଅନ୍ତୁ ଯେ ଆପଣ ତାଙ୍କୁ କେତେ ଭଲ ପାଆନ୍ତି। ସେ ଭଲ ଭାବରେ ଜାଣିଛନ୍ତି ଆପଣ ତାଙ୍କ ପାଇଁ ପାଗଳ ଅଟନ୍ତି, ତଥାପି ସେ ଆପଣଙ୍କୁ ଅବହେଳା କରୁଛନ୍ତି, କାରଣ ତାଙ୍କ ଅହଙ୍କାର ବା ଇଗୋ ଆପଣ ନିଜେ ହିଁ ଅତ୍ୟଧିକ ଗୁରୁତ୍ୱ ଦେଇ ବଢ଼ାଇ ସାରିଛନ୍ତି। ଯେତେବେଳେ ଆପଣ ହଠାତ୍ ନୀରବ ହୋଇଯିବେ, ସେତେବେଳେ ଆପଣଙ୍କର ଅନୁପସ୍ଥିତି ବା ଆବସେନ୍ସ ତାଙ୍କ ନିୟମିତ ଜୀବନରେ ଏକ ଭୟଙ୍କର ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେତେବେଳେ ପ୍ରକୃତ ମାନସିକ ଖେଳ ଆରମ୍ଭ ହେବ। ମନେ ରଖନ୍ତୁ, କାହାକୁ ରାଗରେ ବ୍ଲକ୍ କରିଦେବା କିମ୍ବା ସୋସିଆଲ ମିଡ଼ିଆରେ ଦୁଃଖଦାୟକ ଷ୍ଟାଟସ୍ ଦେବା ପ୍ରକୃତ ନୀରବତା ନୁହେଁ, ତାହା ହେଉଛି ଆପଣଙ୍କର ଇମୋସନାଲ ଦୁର୍ବଳତାର ପ୍ରମାଣ। ପ୍ରକୃତ ନୀରବତା ବା ସାଇଲେନ୍ସର ଅର୍ଥ ହେଉଛି ଆପଣ ମୋ ସାମ୍ନାରେ ଥିଲେ ବି ମୋ ଜୀବନରେ ଆପଣଙ୍କ ଉପସ୍ଥିତି ବା ଅନୁପସ୍ଥିତିରେ ଆଉ କୌଣସି ଫରକ ପଡ଼େ ନାହିଁ। ଏହା କୌଣସି ପ୍ରତିଶୋଧ ନୁହେଁ, ଏହା ହେଉଛି ସେଲ୍ଫ ପ୍ରିଜର୍ଭେସନ୍ ବା ନିଜର ଆତ୍ମରକ୍ଷା। ନିଜର ଭାଙ୍ଗି ଯାଇଥିବା ହୃଦୟ ଏବଂ ବ୍ୟକ୍ତିତ୍ୱକୁ ପୁନର୍ବାର ଯୋଡ଼ିବାର ଏହା ହେଉଛି ପ୍ରକୃତିର ସବୁଠାରୁ ଶକ୍ତିଶାଳୀ ରାସ୍ତା। ବ୍ରହ୍ମାଣ୍ଡର ଏହି ପ୍ରେମ, ମୋହ ଏବଂ ଆସକ୍ତିର ଗୂଢ଼ ଜ୍ଞାନକୁ ବୁଝିବାକୁ ହେଲେ ଆମକୁ ସନାତନ ଜ୍ଞାନର ମହାସମୁଦ୍ର ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେବାକୁ ପଡ଼ିବ। ଶ୍ରୀକୃଷ୍ଣ ଗୀତାର 2ୟ ଅଧ୍ୟାୟର 62ତମ ଶ୍ଲୋକରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୁପଜାୟତେ ସଙ୍ଗାତ୍ ସଞ୍ଜାୟତେ କାମଃ କାମତ୍ କ୍ରୋଧ ଅଭିଜାୟତେ। ଏହାର ସରଳ ଓ ଗଭୀର ଅର୍ଥ ହେଉଛି, ଯେତେବେଳେ ଜଣେ ମଣିଷ କୌଣସି ବସ୍ତୁ କିମ୍ବା ବ୍ୟକ୍ତି ବିଷୟରେ ଦିନରାତି ଅତ୍ୟଧିକ ଚିନ୍ତା କରେ, ସେତେବେଳେ ତା ପ୍ରତି ତାର ମାନସିକ ଆସକ୍ତି ବା ଆଟାଚମେଣ୍ଟ ସୃଷ୍ଟି ହୁଏ। ସେହି ମୋହରୁ ତାକୁ ପାଇବାର ଏକ ତୀବ୍ର ଜିଦ୍ ବା କାମନା ଜନ୍ମ ନେଇଥାଏ ଏବଂ ଯେତେବେଳେ ସେହି କାମନା ପୂରଣ ହୁଏ ନାହିଁ, ସେତେବେଳେ ମଣିଷ ଭିତରେ କ୍ରୋଧ ଏବଂ ମାନସିକ ଅବସାଦ ଜନ୍ମ ନିଏ। ଶେଷରେ ମଣିଷ ନିଜର ବୁଦ୍ଧି ଓ ବିବେକକୁ ହରାଇ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଏ। ଆପଣ ଆଜି ଯାହାକୁ ପ୍ରେମ ବୋଲି ଭାବୁଛନ୍ତି, ବାସ୍ତବରେ ତାହା ପ୍ରେମ ନୁହେଁ, ତାହା ହେଉଛି ଆପଣଙ୍କର ମାନସିକ ମୋହ ଏବଂ ଅହଙ୍କାରର ଏକ ଜିଦ୍। ଭାବି ଦେଖନ୍ତୁ, ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ। ସୃଷ୍ଟିର ସବୁଠାରୁ ପବିତ୍ର ଏବଂ ନିଃସ୍ୱାର୍ଥପର ପ୍ରେମ ଥିଲା ରାଧାକୃଷ୍ଣଙ୍କର। କିନ୍ତୁ କ'ଣ ସେ ରାଧାଙ୍କୁ ବିବାହ କରିପାରିଥିଲେ? ନା। ରାଧାଙ୍କ ଠାରୁ ଦୂରେଇ ଯିବା ପରେ କ'ଣ କୃଷ୍ଣ କାନ୍ଦି କାନ୍ଦି ଦ୍ୱାରିକାରେ ନିଜର ଜୀବନ ନଷ୍ଟ କରିଦେଇଥିଲେ? କ'ଣ ସେ ନିଜର ରାଜଧର୍ମକୁ ଭୁଲି ଯାଇଥିଲେ? ବିଲକୁଲ ନୁହେଁ, କାରଣ କୃଷ୍ଣ ଜାଣିଥିଲେ ଯେ ପ୍ରେମ ହେଉଛି ଆତ୍ମାର ଏକ ମୁକ୍ତ ଅବସ୍ଥା। କୌଣସି ବ୍ୟକ୍ତି ଉପରେ ଜୋର ଜବରଦସ୍ତ ଅଧିକାର ସାବ୍ୟସ୍ତ କରି ତାକୁ ବାନ୍ଧି ରଖିବାର ନାମ କେବେ ବି ପ୍ରେମ ନୁହେଁ।
ଯେତେବେଳେ ଅର୍ଜୁନ କୁରୁକ୍ଷେତ୍ର ମଇଦାନରେ ନିଜ ପ୍ରିୟଜନକୁ ହରାଇବା ଭୟରେ ଭାଙ୍ଗି ପଡ଼ିଥିଲେ, ଶ୍ରୀକୃଷ୍ଣ ତାଙ୍କୁ କେବଳ ସହାନୁଭୂତି ଦେଇନଥିଲେ, ବରଂ ବାସ୍ତବତାର କଠୋର ଦର୍ପଣ ଦେଖାଇଥିଲେ। ହେ ପାର୍ଥ, ତୁମେ କେବଳ ତୁମର କର୍ମ ପାଇଁ ଉତ୍ତରଦାୟୀ। ଯାହା ତୁମର ନୁହେଁ ତାକୁ ଧରି ରଖିବାର ବୃଥା ପ୍ରୟାସ କର ନାହିଁ। ଯଦି ସେହି ମଣିଷଟି ପ୍ରକୃତରେ ଆପଣଙ୍କ ସୋଲମେଟ୍ ହୋଇଥାନ୍ତା, ତେବେ ସୃଷ୍ଟିର କୌଣସି ବି ଶକ୍ତି ତାଙ୍କୁ ଆପଣଙ୍କଠାରୁ ଦୂରେଇ ପାରିନଥାନ୍ତା। ଯିଏ ସାମାନ୍ୟ କଥାରେ ଆପଣଙ୍କୁ ଛାଡ଼ିକି ଚାଲିଗଲା, ସିଏ କେବେ ଆପଣଙ୍କର ହିଁ ନଥିଲା। ଆପଣ ଏକ ମିଥ୍ୟା ସ୍ୱପ୍ନକୁ ଧରି ନିଜର ବହୁମୂଲ୍ୟ ବର୍ତ୍ତମାନକୁ ନଷ୍ଟ କରୁଛନ୍ତି। ଏହି କଠୋର ମାନସିକ ଯାତ୍ରାରେ ନିଜ ହୃଦୟକୁ ଶାନ୍ତ ଏବଂ ଶକ୍ତିଶାଳୀ ରଖିବା ପାଇଁ ଜୀବନର ଏହି 5ଟି ବାସ୍ତବିକ ସତ୍ୟକୁ ନିଜ ମନ ଭିତରେ ସବୁଦିନ ପାଇଁ ଲେଖି ନିଅନ୍ତୁ। ଜୀବନର ସବୁଠାରୁ ବଡ଼ ବାସ୍ତବତା, ଦ ଇଣ୍ଟରନାଲ ଟ୍ରୁଥ। ଯେଉଁ ସମ୍ପର୍କରେ ନିଜର ସ୍ଥାନ ଏବଂ ସମ୍ମାନ ବଞ୍ଚାଇବା ପାଇଁ ଆପଣଙ୍କୁ ପ୍ରତିଦିନ ନିଜ ସହ ଲଢ଼େଇ କରିବାକୁ ପଡ଼େ, ବୁଝି ଯାଆନ୍ତୁ ସେଠି ଆପଣଙ୍କର କୌଣସି ଆବଶ୍ୟକତା ହିଁ ନାହିଁ। ପ୍ରେମରେ ହାରିଯିବାଟା ଏତେ କଷ୍ଟଦାୟକ ନୁହେଁ, କିନ୍ତୁ ଅନ୍ୟ ଜଣକୁ ପାଇବାକୁ ଯାଇ ନିଜର ପରିଚୟ ଏବଂ ସ୍ୱାଭିମାନ ହରାଇ ଦେବା ଜୀବନର ସବୁଠାରୁ ବଡ଼ ପରାଜୟ। ଯେଉଁ ମଣିଷ ଆପଣଙ୍କ ଆଖିରୁ ଝରୁଥିବା ଲୁହର ମୂଲ୍ୟ ବୁଝିଲା ନାହିଁ, ସେ ଆପଣଙ୍କ ମୁହଁର ନିଷ୍ପାପ ହସର ମୂଲ୍ୟ କେବେ ବି ବୁଝିପାରିବ ନାହିଁ। ଗଛରୁ ଥରେ ଖସି ପଡ଼ିଥିବା ପତ୍ର ଯେପରି କେବେ ବି ପୁନର୍ବାର ସେହି ଡାଳରେ ଯୋଡ଼ି ହୋଇପାରେ ନା, ସେହିପରି ଥରେ ସ୍ୱାଭିମାନ ଭାଙ୍ଗିଗଲେ ସମ୍ପର୍କ ଆଉ ଆଗ ଭଳି ସମାନ ହୋଇପାରେ ନା। ଅନ୍ଧକାରରେ ଯେତେବେଳେ ନିଜର ଛାଇ ବି ନିଜର ସାଥ ଛାଡ଼ିଦିଏ, ତେବେ ଆପଣ ଆଉ ଜଣେ ସାଧାରଣ ସ୍ୱାର୍ଥପର ମଣିଷ ଠାରୁ ସବୁଦିନ ସାଥିରେ ରହିବାର ଆଶା କିପରି ରଖିପାରୁଛନ୍ତି? ଏବେ ଆସନ୍ତୁ ସେହି ସବୁଠାରୁ ବଡ଼ ମୁହୂର୍ତ୍ତକୁ, ଯାହା ଆପଣଙ୍କର ପୁରା ଦୃଷ୍ଟିକୋଣ ବଦଳାଇ ଦେବ। ଦୟାକରି ଏବେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଆଲର୍ଟ ହୋଇଯାଆନ୍ତୁ। ଆପଣ ଏବେ ଯାଇ ଭାବୁଛନ୍ତି ଯେ ସେହି ମଣିଷଟି ଆପଣଙ୍କୁ ଧୋକା ଦେଲା, ଆପଣଙ୍କୁ ପ୍ରତ୍ୟାଖ୍ୟାନ କଲା ଏବଂ ଆପଣଙ୍କ ଜୀବନକୁ ବର୍ବାଦ କରିଦେଲା, ତେବେ ଆପଣ ଜଣେ ଭିକ୍ଟିମ୍ ବା ଶିକାର। କିନ୍ତୁ ସାଇକୋଲୋଜି ଏବଂ ବ୍ରହ୍ମାଣ୍ଡର ଗୁଡ଼ ରହସ୍ୟ ଅନୁଯାୟୀ ସତ୍ୟ ଏହା ନୁହେଁ। ସବୁଠାରୁ ଭୟଙ୍କର ଏବଂ ନିଷ୍ଠୁର ସତ୍ୟ ହେଉଛି ଆପଣ ପ୍ରକୃତରେ ସେହି ମଣିଷକୁ ପ୍ରେମ କରୁନଥିଲେ, ବରଂ ଆପଣ ନିଜ ଭିତରେ ଥିବା ଏକାକୀପଣ ବା ଲୋନ୍ଲିନେସକୁ ଭୟ କରୁଥିଲେ। ଆପଣ ନିଜ ଭିତରର ଇମୋସନାଲ ଶୂନ୍ୟତାକୁ ଲୁଚାଇବା ପାଇଁ ସେହି ମଣିଷଟିକୁ ଏକ ନିଶା ବା ଢାଲ ଭାବରେ ବ୍ୟବହାର କରୁଥିଲେ। ସେହି ମଣିଷଟି ବ୍ରହ୍ମାଣ୍ଡ ଦ୍ୱାରା ପଠାଯାଇଥିବା ଏକ ମାଧ୍ୟମ ବା କାଟାଲିଷ୍ଟ ମାତ୍ର ଥିଲା। ଆପଣ ଭାବୁଛନ୍ତି ସେ ଆପଣଙ୍କୁ ରିଜେକ୍ଟ କଲେ? ବିଲକୁଲ ନୁହେଁ। ବାସ୍ତବରେ ବ୍ରହ୍ମାଣ୍ଡ ଆପଣଙ୍କୁ ଏକ ବହୁତ ବଡ଼ ଭବିଷ୍ୟତ ଦୁର୍ଘଟଣାରୁ ଏବଂ ଏକ ଭୁଲ ଜୀବନସାଥୀ ଠାରୁ ଜବରଦସ୍ତ ବଞ୍ଚାଇ ନେଇଛି। ଏହା ରିଜେକ୍ସନ୍ ନୁହେଁ, ଏହା ଡିଭାଇନ୍ ପ୍ରୋଟେକ୍ସନ୍। ଏବେ ମୁଁ ଆପଣଙ୍କୁ ଯେଉଁ ଭିଜୁଆଲାଇଜେସନ୍ ବା ଟାଇମ୍ ଟ୍ରାଭେଲ୍ ପ୍ରକ୍ରିୟା ବିଷୟରେ ଆରମ୍ଭରୁ କହିଥିଲି, ସେହି ସମୟ ଆସିଯାଇଛି। ଆପଣ ଏହି ମୁହୂର୍ତ୍ତରେ ଯେଉଁଠି ବି ଅଛନ୍ତି, ବସିଛନ୍ତି, ଶୋଇଛନ୍ତି, ଯେଉଁ ଅବସ୍ଥାରେ ବି ଅଛନ୍ତି, କିଛି ସମୟ ପାଇଁ ଆପଣଙ୍କ ଆଖି ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଅନ୍ତୁ। ମୁଁ 100% ଗ୍ୟାରେଣ୍ଟି ଦେଉଛି, ଏବେ ମୁଁ ଯାହା କହିବି, ଯଦି ଆପଣ ସେହି ସବୁଗୁଡ଼ିକୁ ସଠିକ୍ ସେ ମାନିବେ, ସେ ସବୁଗୁଡ଼ିକ ଠିକ୍ ସେ କରିବେ, ତେବେ ଆପଣଙ୍କ ଜୀବନରେ ଚମତ୍କାର ହେବାରୁ କେହି ରୋକିପାରିବେନି। ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଆଖି ବନ୍ଦ କରନ୍ତୁ। ମୁଁ ଯାହା କହୁଛି ତାକୁ ଧ୍ୟାନ ଦେଇ ଶୁଣ। କଳ୍ପନା କର କି ଏବେ 2036 ମସିହା ଚାଲିଛି। ପ୍ରାୟ 10 ବର୍ଷ ପରେ ତୁମେ ଆଜି ବି ସେମିତି ଅଛ ଯେମିତି 10 ବର୍ଷ ପୂର୍ବରୁ ଥିଲ। ତୁମେ ଯେଉଁମାନଙ୍କୁ ଜାଣିଥିଲ, କିଛି ସାଙ୍ଗ ଯିଏ ତୁମର ଅତି କ୍ଲୋଜ୍ କେବେ ଥିଲେ, କିଛି ସମ୍ପର୍କୀୟ ଯାହାକୁ ତୁମେ ଅତି ନିଜର ବୋଲି ଭାବୁଥିଲ, କିଛି ଶତ୍ରୁ ଯିଏ ତୁମକୁ 10 ବର୍ଷ ତଳେ ଅନେକ କଷ୍ଟ ଦେଇଥିଲେ, ଆଜି ସମସ୍ତେ ତାଙ୍କ ଲାଇଫରେ ସକ୍ସେସ୍ ହୋଇଯାଇଛନ୍ତି। ଭଲ ବାଟରେ ହେଉ କି ଖରାପ ବାଟରେ, ସେମାନେ ଆଜି ଏକ ଏମିତି ସ୍ଥାନରେ ଅଛନ୍ତି ଯେଉଁଠି ପହଞ୍ଚିବା ତୁମ ପକ୍ଷେ ଅସମ୍ଭବ। ତୁମେ ଏବେ
ଦୁଃଖୀ ଅନୁଭବ କରୁଛ, ନିଜ କମ୍ ଔକାତ ପାଇଁ କଷ୍ଟ ଅନୁଭବ କରୁଛ, ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରି କହୁଛ, ହେ ପ୍ରଭୁ, ମୁଁ କାହିଁକି ଆଜି ବି ଗରିବ, ମୁଁ କାହିଁକି ଆଜି ବି କଷ୍ଟରେ ଅଛି। ମୋ ଡାକ ଶୁଣ ପ୍ରଭୁ, ମୋତେ ସକ୍ସେସ୍ ହେବାର ଅଛି। ଅନ୍ୟମାନଙ୍କ ଭଳି ଗୋଟିଏ ଦାମୀ ଗାଡ଼ି, ବଡ଼ ଘର ଏବଂ ସୋସାଇଟିରେ ବଞ୍ଚିବା ଭଳି ଷ୍ଟାଟସ୍ ଦରକାର। କିଛି ବି କରିକି ମୋତେ ଟାଇମ୍ ଟ୍ରାଭେଲ୍ କରେଇ ଦିଅ କିମ୍ବା କୌଣସି ଚମତ୍କାର କର, ଯେମିତି ମୁଁ କିଛି ବର୍ଷ ପଛକୁ ଯାଇ ସବୁ ଠିକ୍ କରିପାରିବି। ଏମିତି କାମ କରିବି, ଏତେ ପରିଶ୍ରମ କରିବି, ଯେମିତି ଏବେ ମୋ ପାଖରେ କିଛି ଅଭାବ ରହିବନି। ମୋ ଜୀବନ ସମ୍ପୂର୍ଣ୍ଣ ସୁଖଦ ହୋଇଯିବ। ଭାବ, ହଠାତ୍ ଉପରୁ ଗୋଟିଏ ଦିବ୍ୟ ଚମତ୍କାର କିରଣ ତୁମ ମୁଣ୍ଡ ଉପରେ ପଡ଼ୁଛି। କେହି ଜଣେ ଚମତ୍କାର ଡିଭାଇନ୍ କଣ୍ଠସ୍ୱରରେ କହୁଛି, ତଥାସ୍ତୁ, ଯାଅ, ମୁଁ ତୁମକୁ 10 ବର୍ଷ ପଛକୁ ପଠେଇଦେଲି। ଯାଅ, ଜୀବନରେ କିଛି କରିକି ଦେଖାଅ। କିନ୍ତୁ ଧ୍ୟାନ ରଖିବ, ମୁଁ ଏବେ ତୁମକୁ 10 ବର୍ଷ ତଳକୁ ଯିବା ପାଇଁ ଯେଉଁ ସୁଯୋଗ ଦେଇଛି, ଯଦି ଏହାର ସଦୁପଯୋଗ ନ କରିଲ, ତେବେ ଭବିଷ୍ୟତର ସେହି ଭୟଙ୍କର ଅବସ୍ଥା ପାଇଁ କେବଳ ଏବଂ କେବଳ ତୁମେ ହିଁ ଦାୟୀ ରହିବ। ବନ୍ଧୁ, ଏବେ ଆଖି ଖୋଲ। ଦେଖ, ଏବେ ତୁମେ 2026ରେ ଅଛ। ଭଗବାନ ତୁମକୁ ଯେଉଁ ସୁଯୋଗ ଦେଇଛନ୍ତି, ତାର ଫାଇଦା ଉଠାଅ। ଯାଅ, ଏବେ ଏହି ମୁହୂର୍ତ୍ତରେ କାମରେ ଲାଗିଯାଅ। ଯାଅ, ଏବେଠାରୁ ଗୋଟିଏ ବି ସେକେଣ୍ଡ ନଷ୍ଟ ନ କରି ଧୈର୍ଯ୍ୟ, ଉଦ୍ଦୀପନା, ସାହସ ଏବଂ କଠୋର ପରିଶ୍ରମ ଦ୍ୱାରା ନିଜର ଭାଗ୍ୟ ପରିବର୍ତ୍ତନ କରିଦିଅ। ବନ୍ଧୁ, ପ୍ରଥମେ ଏହି ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦେଇ ତୁମେ ପାରିବ ବୋଲି ପ୍ରମାଣ ଦେଇଦିଅ। ଏବେ ତୁରନ୍ତ କମେଣ୍ଟ ବକ୍ସକୁ ଯାଆନ୍ତୁ ଏବଂ ନିଜର ସଂକଳ୍ପକୁ ବ୍ରହ୍ମାଣ୍ଡ ସାମ୍ନାରେ ମୋହର ମାରି ଲେଖନ୍ତୁ। ମୁଁ ନିଜକୁ ନିଶ୍ଚୟ ଯୋଗ୍ୟ କରିବି କିମ୍ବା ଭଗବାନଙ୍କର ନାମ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ଲେଖନ୍ତୁ। ଦେଖିବେ ଏହି ଗୋଟିଏ କମେଣ୍ଟ ଆଜିଠାରୁ ଆପଣଙ୍କ ଜୀବନରେ କିପରି ଏକ ବଡ଼ ଚମତ୍କାରର ଆରମ୍ଭ କରୁଛି। ଆଗକୁ ବଢ଼ନ୍ତୁ। ସାରା ବ୍ରହ୍ମାଣ୍ଡର ସକାରାତ୍ମକ ଶକ୍ତି ଆପଣଙ୍କ ସାଥିରେ ଅଛି। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।